ନମସ୍କାର ଦର୍ଶକ ବନ୍ଧୁ। ଆଜିର ସମସ୍ତ ଗୁରୁତ୍ୱପୂର୍ଣ୍ଣ ଖବର ଜାଣିବା ପାଇଁ ଭିଡିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ପ୍ରତିଦିନ ତାଜା ଅପଡେଟ୍ ଜାଣିବା ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ ମଧ୍ୟ କରନ୍ତୁ। ଡିଜିଟାଲ ପେମେଣ୍ଟ ଯୁଗରେ ଏକ ନୂଆ ପ୍ରକାର କ୍ୟୁଆର କୋଡ ଠକେଇ ସାମ୍ନାକୁ ଆସିଛି। ଏହି ଠକେଇରେ ଅପରାଧୀମାନେ ଦୋକାନରେ ଥିବା ଅସଲି କ୍ୟୁଆର କୋଡ ଉପରେ ନିଜର ନକଲି ବୋର୍ଡ ଷ୍ଟିକର ଲଗାଇ ଦେଉଛନ୍ତି। ଫଳରେ ଗ୍ରାହକମାନେ ସ୍କାନ କରି ଟଙ୍କା ପଠାଇବା ସମୟରେ ସେହି ଟଙ୍କା ଦୋକାନୀଙ୍କ ପାଖକୁ ନ ଯାଇ ସିଧାସଳଖ ଠକଙ୍କ ଆକାଉଣ୍ଟକୁ ଚାଲିଯାଉଛି। ପେମେଣ୍ଟ ପ୍ରକ୍ରିୟା ସ୍ୱାଭାବିକ ଦେଖାଯାଉଥିବାରୁ ଲୋକେ ସହଜରେ ଏହାର ଶିକାର ହେଉଛନ୍ତି। ଏଥିରୁ ରକ୍ଷା ପାଇବା ପାଇଁ ପେମେଣ୍ଟ କରିବା ପୂର୍ବରୁ ସର୍ବଦା ଗ୍ରହୀତାଙ୍କ ନାମ ଯାଞ୍ଚ କରନ୍ତୁ ଏବଂ କ୍ୟୁଆର କୋଡ ଉପରେ ଯେକୌଣସି ଅଲଗା ଷ୍ଟିକର ଲାଗିଛି କି ନାହିଁ ତାହା ଭଲ ଭାବରେ ଯାଞ୍ଚ କରନ୍ତୁ। ଦୋକାନୀମାନେ ମଧ୍ୟ ନିଜ କୋଡକୁ ସମୟ ସମୟରେ ଯାଞ୍ଚ କରିବା ଉଚିତ। ସାଇବର ଅପରାଧକୁ ବଞ୍ଚିବା ପାଇଁ ଏହି ସୂଚନା ସମସ୍ତଙ୍କ ସହ ସେୟାର କରନ୍ତୁ। ଦେଶର ଲକ୍ଷ ଲକ୍ଷ ବ୍ୟାଙ୍କ କର୍ମଚାରୀଙ୍କ ପାଇଁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଇଣ୍ଡିଆନ୍ ବ୍ୟାଙ୍କ ଆସୋସିଏସନ ମେ, ଜୁନ ଏବଂ ଜୁଲାଇ 2026 ପାଇଁ ମହଙ୍ଗା ଭତ୍ତା ବା ଡିଆରେ ବୃଦ୍ଧି ଘୋଷଣା କରିଛି। ଏହି ନିଷ୍ପତ୍ତି ଅନୁଯାୟୀ 48ରୁ 1.17 ଲକ୍ଷ ମଧ୍ୟରେ ବେସିକ୍ ଦରମା ପାଉଥିବା କର୍ମଚାରୀଙ୍କୁ ମାସିକ ପ୍ରାୟ 435 ଟଙ୍କାରୁ 1050 ଟଙ୍କା ପର୍ଯ୍ୟନ୍ତ ଅତିରିକ୍ତ ରାଶି ମିଳିବ। ଉପଭୋକ୍ତା ମୂଲ୍ୟ ସୂଚକାଙ୍କ ଆଧାରରେ ଦର ବୃଦ୍ଧିର ପ୍ରଭାବକୁ କମ୍ କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି। ଏହା ପୂର୍ବରୁ କେନ୍ଦ୍ର ସରକାର ମଧ୍ୟ ଡିଏକୁ 58ରୁ 60% ବୃଦ୍ଧି କରିଥିଲେ। ଅନ୍ୟପଟେ ବ୍ୟାଙ୍କ ୟୁନିୟନଗୁଡ଼ିକ ପକ୍ଷରୁ 17% ଦରମା ବୃଦ୍ଧି ଏବଂ ସପ୍ତାହରେ 5 ଦିନ କାର୍ଯ୍ୟ ଦିବସ ପାଇଁ ଦାବି ଜାରି ରହିଛି। ବ୍ୟାଙ୍କ କ୍ଷେତ୍ରରେ ଏହି ଗୁରୁତ୍ୱପୂର୍ଣ୍ଣ ଅପଡେଟ୍ ଉପରେ ନଜର ରଖିବା ସହ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଲଗାତାର ବଢୁଥିବା ଦର ବୃଦ୍ଧି ମଧ୍ୟରେ ଏହି ସାମାନ୍ୟ ଦରମା ବୃଦ୍ଧି ବ୍ୟାଙ୍କ କର୍ମଚାରୀଙ୍କୁ କିଛିଟା ଆଶ୍ୱସ୍ତି ଦେବ। ସୁଭଦ୍ରା ଯୋଜନାର ହିତାଧିକାରୀଙ୍କ ପାଇଁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ପ୍ରଥମ, ଦ୍ୱିତୀୟ ଏବଂ ତୃତୀୟ କିସ୍ତିରୁ ବଞ୍ଚିତ ଥିବା ପ୍ରାୟ 1,23,849 ଜଣ ହିତାଧିକାରୀଙ୍କୁ ରାଜ୍ୟ ସରକାର 61 କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରି ଏହି ସହାୟତା ପ୍ରଦାନ କରିଛନ୍ତି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ସୂଚନା ଅନୁଯାୟୀ ଜମି ଜମା ଏବଂ ଆୟକର ସମସ୍ୟା ଯୋଗୁଁ ଅନେକ ମାମଲା ବିଚାରାଧୀନ ଥିବାବେଳେ ଏହାର ସମାଧାନ ପାଇଁ ରାଜସ୍ୱ ବିଭାଗ ସହ ଆଲୋଚନା ଜାରି ରହିଛି। ବିଶେଷ କରି କଳାହାଣ୍ଡି, ଗଞ୍ଜାମ ଏବଂ ସୁନ୍ଦରଗଡ଼ ଭଳି ଜିଲ୍ଲାରେ ସର୍ବାଧିକ ମାମଲା ପଡ଼ି ରହିଛି। ରାକ୍ଷୀ ପୂର୍ଣ୍ଣିମା ପୂର୍ବରୁ ସମସ୍ତ ବକେୟା ତାଲିକା ଚୂଡ଼ାନ୍ତ କରିବାକୁ ପ୍ରଶାସନ ତତ୍ପରତା ପ୍ରକାଶ କରିଛି। ଯୋଗ୍ୟ ମହିଳାମାନେ ଯେପରି ସୁଭଦ୍ରା ସହାୟତାରେ ବାଦ ନ ପଡ଼ିବେ ସେଥିପାଇଁ ଜିଲ୍ଲାପାଳମାନଙ୍କୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ସୁଭଦ୍ରା ଯୋଜନାର ଏହି ନୂଆ ଅପଡେଟ୍ ଏବଂ ବାକି ଟଙ୍କା କେବେ ମିଳିବ ସେଥିପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ। ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର 23ତମ କିସ୍ତିକୁ ନେଇ ସାରା ଦେଶରେ ଚାଷୀଙ୍କ ମଧ୍ୟରେ ଆଶା ବୃଦ୍ଧି ପାଇଛି। ତେବେ ପରବର୍ତ୍ତୀ କିସ୍ତି ପାଇବା ପାଇଁ ଚାଷୀମାନଙ୍କୁ କିଛି ଜରୁରୀ କାର୍ଯ୍ୟ ଶେଷ କରିବାକୁ ପରାମର୍ଶ ଦିଆଯାଇଛି। ବିଶେଷ କରି ଆଧାର ନମ୍ବର, ବ୍ୟାଙ୍କ ଆକାଉଣ୍ଟ ଏବଂ ଇକେୱାଇସିର ଛୋଟ ତ୍ରୁଟି ଯୋଗୁଁ ଅନେକ ଚାଷୀଙ୍କ ଟଙ୍କା ଅଟକି ଯାଉଛି। ତେଣୁ କିସ୍ତି ଜାରି ହେବା ପୂର୍ବରୁ ସରକାରୀ ୱେବସାଇଟକୁ ଯାଇ ଆବଶ୍ୟକୀୟ ଡକ୍ୟୁମେଣ୍ଟ ଅପଡେଟ୍ କରିବା ସହ ଆଧାର ସହ ବ୍ୟାଙ୍କ ଆକାଉଣ୍ଟ ଲିଙ୍କ କରିବା ବାଧ୍ୟତାମୂଳକ। ଯଦି ଇକେୱାଇସି ପ୍ରକ୍ରିୟା ସମ୍ପୂର୍ଣ୍ଣ ହୋଇନଥାଏ ତେବେ ହିତାଧିକାରୀମାନେ ଆର୍ଥିକ ସହାୟତାରୁ ବଞ୍ଚିତ ହୋଇପାରନ୍ତି। କୌଣସି ଏଜେଣ୍ଟଙ୍କ ସହାୟତା ନ ନେଇ ଚାଷୀମାନେ ନିଜ ୱେବସାଇଟ ମାଧ୍ୟମରେ ତ୍ରୁଟି ସଂଶୋଧନ କରିପାରିବେ। ଯୋଜନାର ଏହି ନୂଆ ଅପଡେଟ୍ ଏବଂ କିସ୍ତି କେବେ ମିଳିବ ସେଥିପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ। ରାଜ୍ୟରେ ଜାରି ରହିଥିବା ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାର ଏକ ବଡ଼ ନିଷ୍ପତ୍ତି ନେଇଛି। ଏଣିକି ଭତ୍ତା ପାଇଁ ବୃଦ୍ଧ ଓ ଅସହାୟ ହିତାଧିକାରୀଙ୍କୁ ଆଉ ଖରାରେ ପଞ୍ଚାୟତ ଅଫିସ ଯିବାକୁ ପଡ଼ିବ ନାହିଁ। ମଧୁବାବୁ ପେନସନ ଯୋଜନାରେ ସାମିଲ ଥିବା ବୟସ୍କ, ଭିନ୍ନକ୍ଷମ ଓ ଅସୁସ୍ଥ ବ୍ୟକ୍ତିମାନଙ୍କୁ ସେମାନଙ୍କ ଘରେ ହିଁ ଭତ୍ତା ଟଙ୍କା ପହଞ୍ଚାଇବାକୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟରେ ତାପମାତ୍ରା 40ରୁ 45 ଡିଗ୍ରୀ ମଧ୍ୟରେ ରହୁଥିବାରୁ ଅଂଶୁଘାତ ଓ ଡିହାଇଡ୍ରେସନ ଆଶଙ୍କାରେ ସରକାର ଏହି ମାନବିକ ପଦକ୍ଷେପ ନେଇଛନ୍ତି। ବଣ୍ଟନ କେନ୍ଦ୍ରଗୁଡ଼ିକରେ ପିଇବା ପାଣି ଓ ଓଆରଏସ୍‌ର ବ୍ୟବସ୍ଥା କରିବାକୁ ମଧ୍ୟ କୁହାଯାଇଛି। ବାର୍ଷିକ 40,000ରୁ କମ୍ ଆୟ ଥିବା 60 ବର୍ଷରୁ ଉର୍ଦ୍ଧ୍ୱ ବ୍ୟକ୍ତି, ବିଧବା ଓ କିନ୍ନରମାନେ ଏହି ସାମାଜିକ ସୁରକ୍ଷା ଯୋଜନାରେ ଲାଭ ପାଉଛନ୍ତି। ସରକାରଙ୍କ ଏହି ନିଷ୍ପତ୍ତି ଦ୍ୱାରା ଅସହାୟ ଲୋକମାନେ ଘରେ ବସି ସୁରକ୍ଷିତ ଭାବରେ ନିଜର ପେନସନ ପାଇପାରିବେ। ଦେଶର ଯୁବପିଢ଼ିଙ୍କ ପାଇଁ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଇଣ୍ଟର୍ନସିପ୍ ଯୋଜନାରେ ବଡ଼ ପରିବର୍ତ୍ତନ କରିଛନ୍ତି। ଏଣିକି ଯୁବକ ଯୁବତୀମାନେ ଅଧିକ ଷ୍ଟାଇପେଣ୍ଡ ସହ ବଡ଼ କମ୍ପାନୀରେ କାମ କରିବାର ସୁଯୋଗ ପାଇବେ। ସରକାର ଏହି ଯୋଜନାର ବୟସ ସୀମାକୁ 18ରୁ 25 ବର୍ଷକୁ ବୃଦ୍ଧି କରିଛନ୍ତି, ଯାହାଦ୍ୱାରା ଅଧିକ ଛାତ୍ରଛାତ୍ରୀ ଏହାର ଲାଭ ଉଠାଇ ପାରିବେ। ସବୁଠାରୁ ବଡ଼ ଖବର ହେଉଛି ମାସିକ ଷ୍ଟାଇପେଣ୍ଡକୁ 5,000ରୁ 9,000 ଟଙ୍କାକୁ ବୃଦ୍ଧି କରାଯାଇଛି। ଏହା ବ୍ୟତୀତ ସରକାରଙ୍କ ପକ୍ଷରୁ ଅତିରିକ୍ତ 6,000 ଟଙ୍କାର
ସହାୟତା ମଧ୍ୟ ପ୍ରଦାନ କରାଯିବ। ଆଗ୍ରହୀ ପ୍ରାର୍ଥୀମାନେ ଅଫିସିଆଲି ୱେବସାଇଟ୍ ମାଧ୍ୟମରେ ନିଜର ନାମ ପଞ୍ଜୀକରଣ କରିପାରିବେ। କଲେଜରେ ପଢୁଥିବା ଛାତ୍ରଛାତ୍ରୀମାନେ ଏନ୍ଓସି ପ୍ରମାଣପତ୍ର ଜରିଆରେ ମଧ୍ୟ ଆବେଦନ କରିବାର ସୁବିଧା ପାଇବେ। ଭବିଷ୍ୟତରେ ଚାକିରି ପାଇବା କ୍ଷେତ୍ରରେ ଏହି ଅଭିଜ୍ଞତା ବହୁତ ସହାୟକ ହେବ। ଏହିପରି ସରକାରୀ ଯୋଜନା ବିଷୟରେ ଅଧିକ ଜାଣିବା ପାଇଁ ଚ୍ୟାନେଲ ସହ ଯୋଡ଼ି ହୋଇ ରୁହନ୍ତୁ। ସାଧାରଣ ଖାଉଟିଙ୍କ ପାଇଁ ଏକ ଚିନ୍ତାର ଖବର ସାମ୍ନାକୁ ଆସିଛି। ଓଡ଼ିଶାରେ ଓମ୍ଫେଡ୍ କ୍ଷୀର ଦରରେ ବୃଦ୍ଧି କରାଯାଇଛି। ନୂତନ ଦର ଅନୁଯାୟୀ ନୋଟସ୍ ଦୁଗ୍ଧ ଲିଟର ପିଛା 4 ଟଙ୍କା ବୃଦ୍ଧି ପାଇ 50 ଟଙ୍କାରୁ 54 ଟଙ୍କା ହୋଇଛି। ସେହିପରି ପ୍ରିମିୟର ଦୁଗ୍ଧ ଲିଟର ପ୍ରତି 54 ଟଙ୍କାରୁ ବଢ଼ି 58 ଟଙ୍କା ହୋଇଥିବା ବେଳେ ଗୋଲ୍ଡ ପ୍ରିମିୟମ ପ୍ଲସ୍ ଦର 60 ଟଙ୍କାରୁ ବୃଦ୍ଧି ପାଇ 64 ଟଙ୍କାରେ ପହଞ୍ଚିଛି। ଗୋଲ୍ଡ ପ୍ରିମିୟମ ଦୁଗ୍ଧ ମଧ୍ୟ ଏବେ ଲିଟର ପିଛା 56 ଟଙ୍କା ବଦଳରେ 60 ଟଙ୍କାରେ ମିଳୁଛି। ସମସ୍ତ ବର୍ଗର କ୍ଷୀରରେ 4 ଟଙ୍କା ଲେଖାଏଁ ବୃଦ୍ଧି କରାଯାଉଥିବାରୁ ଏହା ମଧ୍ୟବିତ୍ତ ପରିବାର ମାସିକ ବଜେଟକୁ ପ୍ରଭାବିତ କରିବ। ପଶୁ ଖାଦ୍ୟ ଏବଂ ପରିବହନ ଖର୍ଚ୍ଚ ବୃଦ୍ଧି ଯୋଗୁଁ ଏହି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି। ରାଜ୍ୟର ଏହିପରି ଗୁରୁତ୍ୱପୂର୍ଣ୍ଣ ଅପଡେଟ୍ ଏବଂ ବଜାର ଦର ଉପରେ ନଜର ରଖନ୍ତୁ। ପଶ୍ଚିମ ଏସିଆରେ ଉତ୍ତେଜନା ହ୍ରାସ କରିବା ପାଇଁ ଇରାନ ଏକ ବଡ଼ କୂଟନୈତିକ ପଦକ୍ଷେପ ନେଇଛି। ରଣନୈତିକ ସାମୁଦ୍ରିକ ପଥ ହର୍ମୁଜ ପ୍ରଣାଳୀକୁ ପୂର୍ଣ୍ଣ ଖୋଲିବା ଏବଂ ସ୍ଥାୟୀ ଶାନ୍ତି ପ୍ରତିଷ୍ଠା ପାଇଁ ଇରାନ ପାକିସ୍ତାନ ମାଧ୍ୟମରେ ଆମେରିକାକୁ ଏକ 14 ସୂତ୍ର ପ୍ରତି ଶାନ୍ତି ପ୍ରସ୍ତାବ ପଠାଇଛି। ଏଥିରେ ଲେବନାନ ସମେତ ସମସ୍ତ ମୋର୍ଚ୍ଚାରେ ଯୁଦ୍ଧ ବନ୍ଦ କରିବାକୁ ଆହ୍ୱାନ ଦିଆଯାଇଛି। ଆମେରିକାର ଏହି 2 ମାସର ଯୁଦ୍ଧ ବିରତି ଚାହୁଁଥିବା ବେଳେ ଇରାନ 30 ଦିନ ମଧ୍ୟରେ ସମାଧାନ ପାଇଁ ଜିଦ୍ ଧରିଛି। ତେବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ପ୍ରସ୍ତାବକୁ ନେଇ ଅସନ୍ତୋଷ ପ୍ରକାଶ କରିଥିବା ଜଣାପଡ଼ିଛି। ଟ୍ରମ୍ପଙ୍କ ଅନୁଯାୟୀ ଇରାନ ଏପର୍ଯ୍ୟନ୍ତ ନିଜ କାର୍ଯ୍ୟ ପାଇଁ ପୂର୍ଣ୍ଣ ମୂଲ୍ୟ ଦେଇନାହିଁ, ଯାହା ଶାନ୍ତି ପ୍ରକ୍ରିୟାରେ ବାଧା ସୃଷ୍ଟି କରିପାରେ। ବିଶ୍ୱ ରାଜନୀତିରେ ଏହି ସଂକଟଜନକ ସ୍ଥିତି ଏବଂ ଆଗାମୀ ପରିମାଣ ଉପରେ ନଜର ରଖିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ। ପଡ଼ୋଶୀ ଦେଶ ପାକିସ୍ତାନର ଅବସ୍ଥା ଏବେ ଶୋଚନୀୟ ହୋଇପଡ଼ିଛି। ଆର୍ଥିକ ମାନ୍ଦାବସ୍ଥା ମଧ୍ୟରେ ଗତି କରୁଥିବା ଏହି ଦେଶରେ ଏବେ ତୈଳ ସଙ୍କଟ ଚରମ ସୀମାରେ ପହଞ୍ଚିଛି। ମଧ୍ୟପ୍ରାଚ୍ୟରେ ଯୁଦ୍ଧ ପରିସ୍ଥିତି ଯୋଗୁଁ ଆମଦାନୀ ବାଧାପ୍ରାପ୍ତ ହେବାରୁ ପାକିସ୍ତାନ ପାଖରେ ମାତ୍ର 5ରୁ 7 ଦିନ ପାଇଁ ଇନ୍ଧନ ବାକି ରହିଛି। ଫଳରେ ଦେଶରେ ପେଟ୍ରୋଲ ଲିଟର ପିଛା ଦାମ 400 ଟଙ୍କା ଅତିକ୍ରମ କରି ସମସ୍ତ ରେକର୍ଡ ଭାଙ୍ଗିଛି। ତେଲ ଟୋପାଏ ପାଇଁ ଏବେ ସାଧାରଣ ଜନତାଙ୍କ ସଂଘର୍ଷ କରୁଥିବା ବେଳେ ପରିବହନ ବ୍ୟବସ୍ଥା ସମ୍ପୂର୍ଣ୍ଣ ଠପ୍ ହେବା ଆଶଙ୍କା ଦେଖାଦେଇଛି। ବିଦେଶୀ ମୁଦ୍ରା ଭଣ୍ଡାର ଖାଲି ହେବା ସହ ଇଜିପ୍ଟ ଚେନ୍ରେ ବ୍ୟାଘାତ ପାକିସ୍ତାନକୁ ଶ୍ରୀଲଙ୍କା ଭଳି ସ୍ଥିତି ଆଡ଼କୁ ଠେଲି ଦେଉଛି। ଆଗାମୀ କିଛି ଦିନ ମଧ୍ୟରେ ପରିସ୍ଥିତି ସୁଧୁରି ନଗଲେ ପୁରା ଦେଶରେ ଅନ୍ଧାରମୟ ହୋଇଯାଇପାରେ। ବିଶ୍ୱ ରାଜନୀତିର ଏହି ଗୁରୁତ୍ୱପୂର୍ଣ୍ଣ ଅପଡେଟ୍ ଉପରେ ନଜର ରଖନ୍ତୁ।